ସୁପ୍ରଭାତ ପିଲାମାନେ। ଆଜି ତମ ପଞ୍ଚମ ଶ୍ରେଣୀ ସାହିତ୍ୟ କୁସୁମ ବା ସାହିତ୍ୟ ବହିର ଗୋଟେ ପଦ୍ୟ, ପ୍ରଥମ ପଦ୍ୟ ଏଟା। ଜାତୀୟ ଧ୍ୱଜା ଆମ ଉଡ଼ଇ ଫର ଫର। ଧ୍ୱଜା, ଏହାକୁ ଲେଖିଛନ୍ତି ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ। ଆମେ ବର୍ତ୍ତମାନ ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ କବିଙ୍କ କବି ପରିଚୟ ବା କବିଙ୍କ ବାବଦରେ ଜାଣିବା। ସିଏ ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ 1903 ମସିହା ସେପ୍ଟେମ୍ବର ମାସ 10 ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ। ସେ ପିଲାମାନଙ୍କ ପାଇଁ ଅନେକ ସାହିତ୍ୟ ରଚନା କରିଛନ୍ତି। ସେମାନଙ୍କ ମଧ୍ୟରେ କୁହୁ କୁହୁ, ରୁଣୁଝୁଣୁ, ସୁଲୁ ସୁଲୁ, ଘଣ୍ଟି ଘାଘୁଡ଼ି, କଳା ବଉଦ, ଭାଇ ଭଉଣୀ, ମୁସି ମାଉସୀ, ହଜିଲା ବଳଦ ଖୋଜିଲା ଠେଇ, ଡାଳରେ ମାଙ୍କଡ଼ ମାରଇ ଡିଆଁ, ଉଦୟଭାନୁ ଇତ୍ୟାଦି ପ୍ରଧାନ। 1994 ମସିହାରେ କବିଙ୍କର ଦେହାନ୍ତ ହୋଇଥିଲା। 1903ରେ ଜନ୍ମ, 1994 ମସିହାରେ ତାଙ୍କର ମୃତ୍ୟୁବରଣ କରିଥିଲେ। ବର୍ତ୍ତମାନ ଏଇ କବିତାଟି ଜାତୀୟ ଧ୍ୱଜା ଆମ ଉଡ଼ଇ ଫର ଫର 15 ତାରିଖରେ ଆମେ ସ୍ୱାଧୀନତା ଲାଭ କଲେ। କିନ୍ତୁ 1950 ମସିହା ଜାନୁଆରୀ 26ରେ ଆମ ଭାରତ ସୁନାର ଭାରତବର୍ଷ ଏକ ସାର୍ବଭୌମ ଗଣତାନ୍ତ୍ରିକ ସମାଜବାଦୀ ଧର୍ମ ନିରପେକ୍ଷ ରାଷ୍ଟ୍ର ରୂପେ ପରିଗଣିତ ହେଲା। ଆମକୁ ସ୍ୱାଧୀନ ହେଲା, ଏ ପୂର୍ବରୁ ବିଦେଶୀ ଶାସନରେ ଅଧୀନ ଥିଲା ଦେଶ, ସେକାଳେ ଭୋଗୁଥିଲୁ କେତେ ଯେ ଆମେ କ୍ଲେଶ। ସ୍ୱାଧୀନ ଆଜି ଆମେ କାହାକୁ ନାହିଁ ଡର, ଜାତୀୟ ଧ୍ୱଜା ଆମ ଉଡ଼ଇ ଫର ଫର। ଆମେ ଜାତୀୟ ସ୍ୱାଧୀନତା ଦିବସରେ ଏବଂ ସାଧାରଣତନ୍ତ୍ର ଦିବସରେ ଅଗଷ୍ଟ 15 ବା ଜାନୁଆରୀ 26ରେ ଆମେ ଜାତୀୟ ପତାକା ତଳେ ଏକାଠି ହୋଇ ଆମ ସ୍ୱାଧୀନତା ଲାଭ ବିଷୟରେ ଆମେ ଆଲୋଚନା କରେ ବା ଗୀତ ବୋଲେ, ଜାତୀୟ ସଙ୍ଗୀତ ବୋଲେ ଏବଂ ଦେଶରେ ଯେଉଁମାନେ ସବୁ ପୂର୍ବ ଜାତୀୟ ନେତା ମୃତ୍ୟୁବରଣ କରିଥିଲେ ତାଙ୍କର ବିଷୟରେ ଆମେ କହେ। ତେଣୁ ୟା ପୂର୍ବରୁ ଆମ ଦେଶ ଭାରତ ବିଦେଶୀ ଶାସନରେ ଅଧୀନ ଥିଲା ଦେଶ। ଆମ ଦେଶ ବିଦେଶୀ ଶାସନରେ ଅଧୀନରେ ଥିଲା। ଆମ ଦେଶ ହେଲା ଭାରତବର୍ଷ। ବିଦେଶୀ ଗୋଟେ ଆମେ କହୁଛେ ଦେଶୀ ବିଦେଶୀ, ଦେଶୀ ଅର୍ଥ ଆମ ଭାରତବର୍ଷ, ବିଦେଶୀ ଆମ ଦେଶ ଛାଡ଼ିଲେ ଅନ୍ୟ ଦେଶ ବିଦେଶୀ। କୋଉ ବିଦେଶୀ ଶାସନରେ ଅଧୀନ ଥିଲା ଆମ ଦେଶ? ଆମ ଦେଶ ଭାରତବର୍ଷ ଇଂରେଜ ବା ଫିରିଙ୍ଗି ସରକାରଙ୍କ ଶାସନରେ ଥିଲା। ସିଏ ଆମକୁ ଶାସନ କରୁଥିଲେ, ଆମେ ତାଙ୍କ ଅଧୀନରେ ଥିଲେ। ତାଙ୍କ ଅଧୀନରେ ଯେତେବେଳେ ଥିଲେ ଆମେ ତାଙ୍କୁ, ସେ ଆମକୁ କଣ ଦଉଥିଲେ? ସେକାଳେ ଭୋଗୁଥିଲୁ କେତେ ଯେ ଆମେ କ୍ଲେଶ। କ୍ଲେଶ ଅର୍ଥ କଷ୍ଟ। ଆମେ ଯେତେବେଳେ ବ୍ରିଟିଶ ଇଂରେଜ ବା ଫିରିଙ୍ଗି ସରକାରଙ୍କ ଅଧୀନରେ ଥିଲେ ସେତେବେଳେ ଆମେ ବହୁତ କଷ୍ଟ ଭୋଗୁଥିଲେ, ଦୁଃଖ ଭୋଗୁଥିଲେ। କଣ ଦୁଃଖ ଭୋଗୁଥିଲେ? ସେ ଆମକୁ ବେତରେ ବାଡ଼ଉଥିଲେ, ଆମକୁ ଜେଲରେ ଦଉଥିଲେ, ଆମକୁ ଲାଠି ମାରୁଥିଲେ, ଆମକୁ ବନ୍ଧୁକରେ ମାରୁଥିଲେ, ବିଭିନ୍ନ ପ୍ରକାର କ୍ଲେଶ ବା କଷ୍ଟ ଆମକୁ ଦଉଥିଲେ। ଯେଉଁଦିନଠୁ ଆମେ ସ୍ୱାଧୀନ ଆଜି ଆମେ କାହାକୁ ନାହିଁ ଡର, ଜାତୀୟ ଧ୍ୱଜା ଆମ ଆମେ ବର୍ତ୍ତମାନ ସ୍ୱାଧୀନ ହେଲେ। ସ୍ୱାଧୀନ ହେଲା ପରେ ଆମେ ଆମ ଜାତୀୟ ପତାକା ଫର ଫର ହୋଇ ଉଡୁଛି। ଆମର ବର୍ତ୍ତମାନ ଆଉ କାହାକୁ ଡର ନାହିଁ। କାହିଁକି? ଆମେ ଯେତେବେଳେ ଅଧୀନରେ ଥିଲେ ଆମେ ସବୁ ତାକୁ ଡରୁଥିଲେ। ସେ ଆମକୁ ନାନା ପ୍ରକାର ଯତ୍ନ କ୍ଲେଶ ଦଉଥିଲା। ବେତ, ବନ୍ଧୁକ, ଗୁଳି ଟାଙ୍ଗିକିରି ମାରିବେ, ଏଇ ପ୍ରକାର କଷ୍ଟ ଦଉଥିଲେ। ତେଣୁ ଆମେ ସ୍ୱାଧୀନ ହେଲେ ଆମେ ଆଉ ତାଙ୍କୁ ଆଉ ଡରିନି। ଆମ ନିଜ ସ୍ୱାଧୀନରେ ଆମେ ରହିଲେ, ତା ଅଧୀନରେ ଆଉ ରହିନେ, ଇଂରେଜ ଶାସକଙ୍କ ଅଧୀନରେ ଆଉ ରହିନେ। ଆମ ଜାତୀୟ ପତାକା ଫର ଫର ଉଡୁଛି ବା ଆମେ ସ୍ୱାଧୀନ ଭାବରେ ଆମେ କାଳତିପାତ କରୁଛୁ, ଯାତାୟାତ କରୁଛୁ। ତେଣୁ କଣ ଆମେ କେମିତି ସ୍ୱର କରିବା? ବିଦେଶୀ ଶାସନରେ ଅଧୀନ ଥିଲା ଦେଶ, ସେକାଳେ ଭୋଗୁଥିଲୁ କେତେ ଯେ ଆମେ କ୍ଲେଶ। ସ୍ୱାଧୀନ ଆଜି ଆମେ କାହାକୁ ନାହିଁ ଡର, ଜାତୀୟ ଧ୍ୱଜା ଆମ ଉଡ଼ଇ ଫର ଫର। ବିଦେଶୀ ଶାସନରେ ଅଧୀନ ଥିଲା ଦେଶ, ସେକାଳେ ଭୋଗୁଥିଲୁ କେତେ ଯେ ଆମେ କ୍ଲେଶ। ସ୍ୱାଧୀନ ଆଜି ଆମେ କାହାକୁ ନାହିଁ ଡର, ଜାତୀୟ ଧ୍ୱଜା ଆମ ଉଡ଼ଇ ଫର ଫର। ଦ୍ୱିତୀୟ ପଦ ଦେଖିବ। ଏଣିକି ଭଲ ଯାହା କରିବୁ ସେହି କାମ, ଜାତିର ଇତିହାସେ ରହିବ ଆମ ନାମ। କର୍ତ୍ତବ୍ୟ ପଥ ଧରି ହୋଇବୁ ଅଗ୍ରସର, ଜାତୀୟ ଧ୍ୱଜା ଆମ ଉଡ଼ଇ ଫର ଫର। ଜାତୀୟ ଧ୍ୱଜା ଆମର ଉଡ଼ଇ ଫର 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 ହେଇକି ସେ ଉଡୁଛି। ଆମେ ସ୍ୱାଧୀନତା ଲାଭ କରିବା ପରେ କଣ କବି କହିଛନ୍ତି? ଏଣିକି ଆମେ ମାନେ ସବୁ କଣ କରିବୁ ନା, ଏଣିକି ଭଲ କାମ, ଭଲ ଯାହା କରିବୁ ସେଇ କାମ। ଏଣିକି ଭଲ କାମ ଯାହା ଆମେ ସେଇ କାମ କରିବା।
ଏମିତି ଭଲ କାମ କରିବା କଥା। ଆମେ ଜନ୍ମ ହେଇଛେ ଦେଶ ଜାତିର ନାଁ ରଖିବା ପାଇଁ, ଦେଶ ଜାତି ପାଇଁ ଆମେ ନାଁ ରଖିବା। ଆମ ଭଲ କାମ କଲେ ଆମରି ନାଁ, ଆମରି ବିଷୟରେ ଇତିହାସରେ ଆମ ନାଁ ରହିବ। ମହାତ୍ମା ଗାନ୍ଧୀ ଜାତୀୟ କବି, ଜାତିର ପିତା ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ଏମିତି ସବୁ ଯୋଉ ଜାତୀୟ ନେତା ଥିଲେ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଏ ଯୋଉ ବିଭିନ୍ନ ପ୍ରକାର ନେତା ଥିଲେ, ସିଏ ଭଲ କାମ କରିଛନ୍ତି ବୋଲି ତାଙ୍କ ନାଁ ଇତିହାସରେ ଆମେ ପଢୁଛେ, ଆମ ପିଲାମାନେ ପଢୁଛନ୍ତି। କର୍ତ୍ତବ୍ୟ ପଥ ଧରି ହୋଇବୁ, ଆମର କର୍ତ୍ତବ୍ୟ। ଆମେ ଏଇ ଜଗତକୁ ଆସିଛେ ବା ଏଇ ଦେଶରେ ଜନ୍ମଗ୍ରହଣ କରିଛେ, ଆମର କର୍ତ୍ତବ୍ୟ ଯେ ବିଭିନ୍ନ କାମ, ବିଭିନ୍ନ ଲୋକ ବିଭିନ୍ନ କାମ କରୁଛନ୍ତି। ସେଇ ଯୋଉ ଆମକୁ କର୍ତ୍ତବ୍ୟ ଦିଆଯାଇଛି, ଯେହେତୁ ଆମେ ଆମ ସ୍ୱତନ୍ତ୍ର କାମ ଦିଆଯାଇଛି, ଆମେ ଯୋଉ କାମ ଦିଆଯାଇଛି ଆମେ ସେଇ କାମରେ ଆଗୁଆ ହବୁ, ଅଗ୍ରସର ହବୁ। ଜାତୀୟ ଧ୍ୱଜା ଆମ ଉଡ଼ଇ ଫର ଫର, ଆମ ଜାତୀୟ ଧ୍ୱଜା ବା ଜାତୀୟ ପତାକା ଫର ଫର ଉଡ଼େ। ଆମେ ଏଇ ସବୁ କାମ କରିବାକୁ ଆମେ ଶପଥ ପାଉଛେ ବା ନେଇଛେ, ଶପଥ ନେଉଛେ। ଭୋକିଲା ଆଉ ରହିବେ ନାହିଁ କେହି, ରଖିବୁ ଜାତି ଟେକ ନିଜକୁ ବଳି ଦେଇ। ସ୍ୱଦେଶ ସେବା ବ୍ରତ କରିବୁ ଜୀବନର, ଜାତୀୟ ଧ୍ୱଜା ଆମ ଉଡ଼ଇ ଫର ଫର। ଭୋକିଲା ହୋଇ ଆଉ ରହିବେ ନାହିଁ କେହି, ରଖିବୁ ଜାତି ଟେକ ନିଜକୁ ବଳି ଦେଇ। ସ୍ୱଦେଶ ସେବା ବ୍ରତ କରିବୁ ଜୀବନର, ଜାତୀୟ ଧ୍ୱଜା ଆମ ଉଡ଼ଇ ଫର। ଭୋକିଲା ଆଉ ରହିବେ ନାହିଁ, ଆଉ କେହି ଭୋକିଲା ରହିବେ। ସେମାନେ ତ ସମସ୍ତେ ଭୋକ ବି ଦିଅନ୍ତି, ତ କେତେ ଦଣ୍ଡ, ତମ ସାହିତ୍ୟ ବହିର, ତମ ଇତିହାସ ବହିର ଲୋକମାନଙ୍କୁ ସେ କେତେ ଦଣ୍ଡ ଦିଅନ୍ତି, କେତେ ପ୍ରକାର ନିର୍ମମ ଦଣ୍ଡ, ନିର୍ମମ ଅତ୍ୟାଚାର, ପାଶବିକ ଅତ୍ୟାଚାର କରନ୍ତି, ତମେ ପଢିଥିବ, ଜାଣିଥିବ। ଆମେ ଆଉ ଭୋକିଲା ରହିବୁନି, ଆମେ ରଖିବୁ ଜାତି ଟେକ ନିଜକୁ ବଳି ଦେଇ। ଏବେ ସବୁ ଶପଥ କରୁଛୁ ଯେ ଆମ ଦେଶର ଉନ୍ନତି ପାଇଁ, ଆମ ଦେଶର ଏକତା ପାଇଁ, ଆମ ଦେଶର ପ୍ରତ୍ୟେକ ଲୋକଙ୍କର ଉନ୍ନତି ପାଇଁ, ଆମେ ଦେଶ ପାଇଁ, ଜାତି ପାଇଁ ଆମେ କାମ କରିବୁ। ସ୍ୱଦେଶ ସେବା ବ୍ରତ କରିବୁ ଜୀବନର, ଆମ ଜୀବନର ବ୍ରତ ହେବ ଆମ ସ୍ୱଦେଶ ସେବା କରିବା, ଆମ ଭାରତ ମାତାର ସେବା କରିବା ବା ଭାରତ ଦେଶର ସେବା କରିବା। ଜାତୀୟ ଧ୍ୱଜା ଆମ ଉଡ଼ଇ ଫର ଫର। ତେଣୁ ଆମର ଜାତୀୟ ପତାକା, ଆମ ସ୍ୱାଧୀନତାର ପ୍ରତୀକ ଜାତୀୟ ଧ୍ୱଜା, ଜାତୀୟ ପତାକା ଉଡୁଛି, ଫର ଫର ହେଇକି ଉଡୁଛି। ଛୁଆଁ ନୁହେଁ କେହି ସଭିଏଁ ଭାଇ ଆମ, ସଭିଙ୍କ ହିତ ପାଇଁ କରିବୁ ଆମେ କାମ। ସମସ୍ତେ ଆପଣାର ଜଣକେ ନୁହେଁ ପର, ଜାତୀୟ ଧ୍ୱଜା ଆମ ଉଡ଼ଇ ଫର ଫର। ଆମେ ସ୍ୱାଧୀନତା ଲାଭ କଲେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଏକ। ଆମର ଏଇ ଛୁଆଁ ଅଛୁଆଁ ଭେଦଭାବ ରହିବନି। ଆମେ ସମସ୍ତେ ଭାଇ ଭାଇ, ଆମେ ଭାରତ ମାତା ସନ୍ତାନ, ଆମେ ସମସ୍ତଙ୍କର ଭାଇ ଭଉଣୀ, ଏବଂ ଆମେ ସମସ୍ତଙ୍କର ହିତ ପାଇଁ ଆମେ ନିଜେ କାମ କରିବା। ସମସ୍ତେ ଆପଣାର, କେହି ନୁହେଁ ପର। ଆମ ଆମ ଏଇ ଦେଶରେ କେହି ପର ନୁହେଁ, ଆମେ ସମସ୍ତେ ନିଜର ଲୋକ, ଆମ ଆପଣା ଲୋକ, ଆମ ପରିବାର ଲୋକ। ଜାତୀୟ ଧ୍ୱଜା ଆମ ଉଡ଼ଇ ଫର ଫର। ଆମେ ଜାତୀୟ ଧ୍ୱଜା ବା ଜାତୀୟ ପତାକା କହିଦଉଛି ଯେ ଆମ ଶାନ୍ତି, ମୈତ୍ରୀ, ପ୍ରଗତିର ପ୍ରତୀକ ଏଇ ଜାତୀୟ ପତାକା ଗଣେଇ ଦଉଛି। ଆମେ ସମସ୍ତେ ଭାଇ ଭାଇ, ଆମେ ସମସ୍ତେ ଆମେ ସ୍ୱାଧୀନ, ଆମେ ଆଉ ପର ଅଧୀନରେ ରହିନି, ଇଂରେଜ ଅଧୀନରେ ରହିନି। ଆମେ ସମସ୍ତେ ନିଜର ଆପଣାର, ଆମ ଦେଶ ପାଇଁ, ସ୍ୱଦେଶ ସେବା ପାଇଁ ବ୍ରତ କରି ଆମ ସମସ୍ତଙ୍କର ହିତ କରିବୁ। ଆମେ ସମସ୍ତେ ଆପଣାର, କେହି ପର ନୁହେଁ। ପଞ୍ଚମ ପଦ ଦେଖ, ଦେଶରେ ଖୋଲି ଦେବୁ ବିବିଧ କାରଖାନା, ଯେପରି ଉତ୍ପନ୍ନ ହୋଇବ ଦ୍ରବ୍ୟ ନାନା। ଗଢ଼ି ଉଠିବେ ପୁଣି ଅସଂଖ୍ୟ କାରିଗର, ଜାତୀୟ ଧ୍ୱଜା ଆମ ଉଡ଼ଇ ଫର ଫର। ଦେଖ ପିଲେ, ଏଇ ପଦର ବାମ ପଟେ କଳକାରଖାନା ଚିତ୍ର ଅଛି। ସେଠି କହୁଛନ୍ତି କବି ପଦେ ମତେ ଚେତନା କରିଛନ୍ତି, ଆମେ ଭାରତୀୟ ଏକାଠି ହେଇକିରି ଆମେ କଣ କରିବୁ ନା, ନାନା ପ୍ରକାର କାରଖାନା ଖୋଲିବୁ, ଇଣ୍ଡଷ୍ଟ୍ରି ବା ଫ୍ୟାକ୍ଟ୍ରି ଖୋଲିବୁ। ସେଥିରେ ନାନା ପ୍ରକାରର ଦ୍ରବ୍ୟ ବା ଜିନିଷ ତିଆରି କରିବୁ। ଆମେ ଯୋଉ ଯୋଉ ଜିନିଷ ସବୁ ବ୍ୟବହାର କରୁଛେ ତା ସବୁ କାରଖାନା ଅଛି। ବହି କାରଖାନା ଅଛି, ଯେକୌଣସି ଜିନିଷ ଆମ ବହିର କାରଖାନା ଅଛି। ତେଣୁ ଆମେ ନୂଆ ନାନା ପ୍ରକାରର କାରଖାନା ଖୋଲିବୁ, ଯୋଉଥିରେ ନୂଆ ନୂଆ ଦ୍ରବ୍ୟ ମିଳିବ, ନୂଆ ନୂଆ ଜିନିଷ ମିଳିବ। ଗଢ଼ି ଉଠିବେ ପୁଣି ଅସଂଖ୍ୟ କାରିଗର, ଜାତୀୟ ଧ୍ୱଜା ଆମ ଉଡ଼ଇ ଫର। ଯେତେ ସବୁ କାରଖାନା ହବ ବା ଇଣ୍ଡଷ୍ଟ୍ରି ବା କଳକାରଖାନା ହବ, ସେଥିରେ ନୂଆ ନୂଆ କାରିଗର, ନୂଆ ନୂଆ ମିସ୍ତ୍ରୀ ସୃଷ୍ଟି ହେବେ ବା ନୂଆ ନୂଆ ମିସ୍ତ୍ରୀ ତିଆରି ହେବେ। କାରଣ ଏଇନା ଆମର ଇଲେକ୍ଟ୍ରି କି ବିଭିନ୍ନ ପ୍ରକାର କାରଖାନା,
ସେଥିରେ ସବୁ ବିଭିନ୍ନ ପ୍ରକାର କାରିଗର ଅଛନ୍ତି। ତେଣୁ ଆମେ ବିଭିନ୍ନ କାରଖାନା ଖୋଲିଲେ ବିଭିନ୍ନ କାରିଗର ବାହାରିବେ। ଜାତୀୟ ଧ୍ୱଜା ଆମ ଉଡ଼ଇ ଫର ଫର। ତେଣୁ ଆମ ଜାତୀୟ ପତାକା ଜଣେଇ ଦଉଛି ଯେ ଆମେ ଏକଥା ଏଇ ବିଭିନ୍ନ ପ୍ରକାର କାରଖାନା ଖୋଲି ନାନା ପ୍ରକାର ନୂଆ ଦ୍ରବ୍ୟ କରିବେ ଏବଂ ନୂଆ ନୂଆ ଅସଂଖ୍ୟ ଅସଂଖ୍ୟ କାରିଗର ସୃଷ୍ଟି ହେବେ। ତେଣୁ ଆମେ ଦେଖିବା ଆର ପଦକୁ ଦେଖିବା, ଆମେ ଜୀବୀର ଜାତି ନୋହିବୁ ନାହିଁ ମଥା, କରିବୁ ପ୍ରାଣ ଦେଇ କହିବୁ ଯେଉଁ କଥା, ମରତେ ଖେଳାଇବୁ ସୁଷମା ସରଗର, ଜାତୀୟ ଧ୍ୱଜା ଆମ ଉଡ଼ଇ ଫର ଫର। କବି ଭଲ ଭାବରେ ଲେଖିଛନ୍ତି, ବହୁତ ସରଳ ଭାଷାରେ, ବହୁତ ସରଳ ଭାବରେ ପଦ୍ୟକୁ ଲେଖିଛି। ଆମେ ଯେ ବୀର ଜାତି ନୋହିବୁ ନା, ଆମେ ବୀର ଜାତି, ଆମେ ଡରୁଆ ଜାତି ନୁହଁ, ବୀର ଜାତି। ଆମ ମଥା ନଇଁବୁନି, ଆମେ କୋଉଠି ନଇଁବୁନି। କରିବୁ ପ୍ରାଣ ଦେଇ କହିବୁ ଯେଉଁ, ଆମେ ଯୋଉ କଥା କହିବୁ ସେଇ କାମ କରିବୁ, ପ୍ରାଣ ଦେଇ କାମ କରିବୁ। ମରତେ ଖେଳାଇବୁ ସୁଷମା ସରଗର, ଆମ ଏଇ ମର୍ତ୍ତ ଧାମରେ ଆମେ ସୌନ୍ଦର୍ଯ୍ୟର ସ୍ୱର୍ଗ ସୃଷ୍ଟି କରିବୁ, ଖେଳେଇବୁ। ଆମେ ଏଇ ମର୍ତ୍ତ୍ୟରେ ସ୍ୱର୍ଗ କରାଇବୁ, ସୁଷମା ସୌନ୍ଦର୍ଯ୍ୟ ସ୍ୱର୍ଗ କରାଇବୁ। ଜାତୀୟ ଧ୍ୱଜା ଆମ ଉଡ଼ଇ ଫର ଫର। ତାପରେ ଦେଖିବା ଆମେ ସପ୍ତମ ପଦ ଦେଖିବା, ଜ୍ଞାନ ବିଜ୍ଞାନେ ଆମେ ନୋହିବୁ କାହା ପଛ, ଜ୍ଞାନ ବିଜ୍ଞାନେ ଆମେ ନୋହିବୁ କାହା ପଛ, ପ୍ରତିଜ୍ଞା କର ଭାଇ ଯେଉଁଠି ଯିଏ ଅଛ, କୋଟି ଯେ କୋଟି ଆମେ ସନ୍ତାନ ଭାରତର, ଜାତୀୟ ଧ୍ୱଜା ଆମ ଉଡ଼ଇ ଫର ଫର। ଜ୍ଞାନ କ୍ଷେତ୍ରରେ ବିଜ୍ଞାନ, ଆଜିକା ଆମେ ଜାଣୁଛେ ବିଜ୍ଞାନ କ୍ଷେତ୍ରରେ ନାନା ଉଦ୍ଭାବନ ହଉଛି, ନାନା ଆବିଷ୍କାର ହେଉଛି। ଆମେ ଏଇ କ୍ଷେତ୍ରରେ, ବିଜ୍ଞାନ କ୍ଷେତ୍ରରେ, ଜ୍ଞାନ କ୍ଷେତ୍ରରେ, ନଲେଜ ସାଇନ୍ସ କ୍ଷେତ୍ରରେ ଆମେ ପଛେଇବୁନି। ଯିଏ ଯୋଉଠି ଅଛ ପ୍ରତିଜ୍ଞା କର, ଯିଏ ଯୋଉଠି ଅଛ, ଆମେ ଭାରତ ମାତାର କୋଟି କୋଟି ସନ୍ତାନ, ଆମେ ଏକାଠି ହେବା, ନୂଆ ଉଦ୍ଭାବନ କରିବା, ନୂଆ ଫ୍ୟାକ୍ଟ୍ରି କରିବା, ନୂଆ କଳକାରଖାନା, ନୂଆ କାରିଗର ସୃଷ୍ଟି କରିବା, ଜ୍ଞାନ ବିଜ୍ଞାନ ଆଗେଇ ନେବା। ତେଣୁ ଏଇ ଜାତୀୟ ପତାକା ଆମେ କରି କହୁଛେ, ଆମେ ସେଇ ଜାତୀୟ ପତାକା ଫରକ ଉଡୁଛି। ଆମ ଭିତରେ ଶାନ୍ତି, ମୈତ୍ରୀ, ଏକତା, ପ୍ରଗତି, ଉନ୍ନତି କ୍ଷେତ୍ରରେ ସେ ଆମକୁ ସୂଚଉଛି। ଆମର ତାହାରି କଥା ମାନି ଆମେ ଆମ ଦେଶକୁ ଆଗେଇବା, ବ୍ରତ କରିବା। ତେଣୁ ଏଇ ପିଲାଟି, ଏଇଠି ଆମର ଜାତୀୟ ଏକତା ଭାବ, ଜାତୀୟ ଏକତା, ଜାତୀୟ ମୈତ୍ରୀ, ଜାତୀୟ ପ୍ରଗତି ପାଇଁ ଏଇ କବିତାଟି ଲେଖିଛନ୍ତି କବି। ତେଣୁ ଆମେ ତାଙ୍କରି କବିତାକୁ ମନ ଭିତରେ ରଖି ଆମେ ସେଇ ଭାବରେ ଗଢି ଉଠିବା, ଦେଶର ଉନ୍ନତି କରିବା, ଏହି ଶପଥ କରି ଆମେ ରହିବା। ତେଣୁ ପିଲାମାନେ, ଏଇ ଯୋଉ ପଦ୍ୟଟି ତମେ ଆବୃତ୍ତି, ମୁଁ ଆବୃତ୍ତି କଲି, ତମେ ଶୁଣିଲ, ଲକ୍ଷ୍ୟ ରଖିଲ, ସ୍ୱର ତାଳ ଲୟକୁ ଲକ୍ଷ୍ୟ ରଖିଲ, ତମେ ସେଇଠି ଘରେ ଅଭ୍ୟାସ କରିବ, ବାରମ୍ବାର ଅଭ୍ୟାସ କରି ଭଲ ସ୍ୱରରେ, ତମେ ବିଭିନ୍ନ ପିଲାଙ୍କର ବିଭିନ୍ନ ସ୍ୱର ତମ ଭିତରେ ଲୁଚିକିରି ଅଛି, ତମେ ତାକୁ ବୋଲିବ, ଆସିକି ମୋ ପାଖରେ ଗାଇବ ଏବଂ ତାର ଅର୍ଥ କହିବ। ନିଶ୍ଚିତ ତମକୁ ଏଇ ପିଲାମାନେ ଏଇ ଯୋଉ ଦି ପଦ୍ୟଟି ତମକୁ ଭଲ ଲାଗିଥିବ। ତେଣୁ ଏଇ ପଦ୍ୟକୁ ତମେ ଜାଣିବା ସାଙ୍ଗେ ସାଙ୍ଗେ, ତମେ ଖୁସି ହେବା ସାଙ୍ଗେ ସାଙ୍ଗେ ଅନ୍ୟକୁ ଏହାକୁ ସେୟାର କରିବ, ଲାଇକ୍ କରିବ, କମେଣ୍ଟ କରିବ ଏବଂ ସବସ୍କ୍ରାଇବ କରିବ। ତେଣୁ ଏଇ କବିତାଟିକୁ ଏତିକି ରଖି ପରବର୍ତ୍ତୀ କ୍ଲାସକୁ ଅପେକ୍ଷା କରିବା। ଜୟ ଜଗନ୍ନାଥ, ଧନ୍ୟବାଦ।